ମାନେ ବନ୍ୟା ପରଠୁ ଆପଣଙ୍କ ଅଞ୍ଚଳରେ ରହିବି ବନ୍ୟା ପରବର୍ତ୍ତୀ କାମ ଭିତରେ ଦେଶୀ ବିହନ ଦେଶୀ ଚାଷ ବା ଲୋକଙ୍କର କେମିତି ରୋଜଗାର ବଢ଼ିବ ଆମର ଯେମିତି ଲୁଗାବୁଣା କ୍ଷେତ୍ର ଅଛି ଉଦଳାରେ ଆଉ କିଛି ଏମ୍ବ୍ରଏଡରୀ କାମ ସବୁ ଚାଲିଛି। ଏଇସବୁ କଥା ଭିତରେ ଆମର ଆଉ ଗୋଟେ ଲକ୍ଷ୍ୟ ହେଉଛି ଯେ ଲୋକମାନେ କେମିତି ସୁସ୍ଥ ରହିବେ ବା ଲୋକମାନେ କେମିତି ନିରୋଗ ରହିବେ ସେଇଟା ବି ଆମର ଗୋଟେ ଲକ୍ଷ୍ୟ। କାହିଁକିନା ଆମ ସଂଗଠନ ନିଶା ଉପରେ ବହୁତ କାମ କରୁଛି। ପାଖାପାଖି 17 ବର୍ଷ ହେଲା ଯେତେ ବ୍ରାଉନ୍ ସୁଗାର ମାତାଲି ତାକୁ ସବୁ ଭଲ କରିବାର ଗୋଟେ କାର୍ଯ୍ୟକ୍ରମ 2007ରୁ ଏପର୍ଯ୍ୟନ୍ତ ମୁଁ କରି ଆସୁଥିଲି। ତା ସହିତ କ୍ୟାନ୍ସର ବିଭିନ୍ନ ପ୍ରକାର ଦୁରାରୋଗ୍ୟ ରୋଗରେ ଏସବୁ ଦେଖିଲା ପରେ ମୁଁ ଯେତେବେଳେ ଆହୁରି ମୂଳକୁ ଯିବା ପାଇଁ ଚେଷ୍ଟା କଲି ମୁଁ ଦେଖିଲି ଯେ ଆମମାନଙ୍କର ଯେଉଁ ଖାଦ୍ୟ ଆପଣ ଏବେ ନ୍ୟୁଜ୍ ଦେଖିବେ ଯେ ଟବାକୋରୁ ତ ହୁଏ କ୍ୟାନ୍ସର କିନ୍ତୁ ବହୁତ ଲୋକ ଟବାକୋ ବିନା ବି କ୍ୟାନ୍ସର ହେଉଛି କଲନ୍ ଷ୍ଟମାକ୍ କ୍ୟାନ୍ସର ବିଭିନ୍ନ ପ୍ରକାର। ତାର ଗୋଟେ ମୂଳ କାରଣ ହେଉଛି ଆପଣମାନେ ଜାଣିଥିବେ ଜ୍ଞାନୀ ଲୋକ ଏ ଅଞ୍ଚଳରେ ସମସ୍ତେ ବି କହୁଥିଲେ ଚାହା ଖଟିରେ ଯେ ଯେଉଁ କେମିକାଲ ଖାଦ୍ୟ ପାଇଁ ଗୋଟେ ଛୋଟ ଜିନିଷଟେ ଆପଣମାନଙ୍କର ଟିକେ ପରାମର୍ଶ ଚାହିଁବି ଆପଣମାନଙ୍କ ଭିତରୁ ଏଇଟା ଗୋଟେ ଯଦି ଆମେ ପୃଥିବୀ ଧରିବା ପୃଥିବୀଟା ଏଇଟା ଗୋଟେ ଆମର କେତେ ଭାଗ ଜଳ କେତେ ଭାଗ ସ୍ଥଳ? 3 ଭାଗ ଜଳ ଭାଗ ସ୍ଥଳ। 3 ଭାଗ ଜଳ ଭାଗେ ସ୍ଥଳ। ମୁଁ ତାହେଲେ 3 ଭାଗ ଜଳକୁ ଟିକେ ମାଇନସ୍ କରିଦେଉଛି ବୁଝିଲେ ଏଇଟା ଅଧା କାଟିଲି ଆଉ ଗୋଟେ ଭାଗ ତାହେଲେ 3 ଭାଗ ହେଇଗଲା ନାଇଁ 3 ଭାଗ ଜଳ ଗୋଟେ ଭାଗ ସ୍ଥଳ ଏତିକିରେ ତ ମଣିଷ ଜୀବଜନ୍ତୁ ସବୁ ରହିଛନ୍ତି ନା ନାଇଁ। ଏଇଥିରୁ ଆପଣଙ୍କ ହିସାବରେ ସବୁ ଜାଗାରେ ଚାଷ କରିବେ କି? ଏ ଯୋଉ 3 ଭାଗ ସ୍ଥଳ ଅଛି ପାହାଡ଼ ଜଙ୍ଗଲ ନଦୀ ଝରଣା ଏସବୁ ଅଛି ଘର ଦ୍ୱାର କରିକି ରହିছে ସେଟା କେତେ ହବ ବୋଲି ଗୋଟେ ଆନୁମାନିକ 50% ହବନି? ଅଧିକା ନା ଘର ଦ୍ୱାର କରିକି ଘର ଦ୍ୱାର ଜଙ୍ଗଲ ପାହାଡ଼ 50% 50 ପ୍ଲସ୍ ନା ତାହେଲେ ଏଟାକୁ ଆଉ ଅଧା କରିଦେଉଛି ଆଉ ଯେତିକି ରହିଲା ଜଙ୍ଗଲ ଯେତିକି ସବୁ ଗଲା ପରେ ହେଲା ମାନେ ଝରଣା ଫରଣା ସବୁ ଗଲା ପରେ ଏତିକିରୁ ସବୁ ଜାଗାରେ ଚାଷ କରି ହୁଏ କି? କ'ଣ ପାଇଁ କୋଉ କୋଉ ଜାଗାରେ ଚାଷ କରି ହୁଏନି? ସେଥିପାଇଁ ପାହାଡ଼ ଝରଣା ଗଲା ପରେ ଟାଉନରେ ରାସ୍ତା ସେ ବାଦ ହେଇଗଲା ଘର ପରେ ଘର ତିଆରି ଚାଲିଛି ସେଟା କେତେ ପରସେଣ୍ଟ କାଟିବା ସେଥିରୁ? କୋଉଟା ବୁଢ଼ୀ ମାଟି ଥିବ କୋଉ ଜାଗାରେ ଚାଷ ହେଇପାରୁନି ସେଟା କେତେ ପରସେଣ୍ଟ ହବ? 10% ନା 20%? 5% ଯିବନି ସେଟା 5% 5% ଅନ୍ତର ନା 5% 5% ତ କାଟି ଦଉଛି ହେଲା ଆଉ କେତିକି ରହିଲା ଚାଷ ଜମି? ଏତିକି ଏଇଥିରେ କ'ଣ ୟା ତଳେ ବି ଚାଷ କରନ୍ତି କି? ଚାଷଟା କୋଉଠି ହୁଏ? ଉପରେ କେତେ ଇଞ୍ଚ ମାଟିରେ ହୁଏ ଚାଷ? ମାଟି ବର୍ତ୍ତମାନ 4 ଇଞ୍ଚ ମାଟିରେ ଚାଷ ହଉଛି 4 ଇଞ୍ଚ 4 ଇଞ୍ଚଟା କାଟିଦେବା ଏଟା ଯଦି ପୁରା ତଳ ପର୍ଯ୍ୟନ୍ତ ଗଲା 4 ଇଞ୍ଚ ନା କି ପୁରା ଯଦି ଧରାଯିବ ନା ଏତିକିରେ ସବୁ ଚଳିছে ନା ନାଇଁ? ପୁରା ମଣିଷ ସମାଜ କୋଉଥିରେ ଚାଲିଛି? ଗୃହପାଳିତ ପଶୁ ଏତିକି ଫିଲ୍ କରିପାରୁଛନ୍ତି ନା ଏତିକି ଜାଗାରେ ଆମର ସବୁ ଖେଳା ଲିଲା ନା ନାଇଁ? ଏବେ ପରିବେଶବିତ ମାନେ କହୁଛନ୍ତି ଆମେ ଯେଉଁ ମାତ୍ରାରେ ପରିବେଶକୁ ପ୍ରଦୂଷଣ କରି ଚାଲିଛେ ଆମେ ପୃଥିବୀର ଯେତିକି ଉପଯୋଗୀ ଜାଗା ଅଛି କାରଣ ଲୁଣି ପାଣି ଗଲା ଏସବୁ ତ ସମୁଦ୍ର ଆହୁରି ମାଡ଼ି ମାଡ଼ି ଚାଲିଛି ଏତିକି ଜାଗାକୁ ବି ବର୍ତ୍ତମାନ ନଷ୍ଟ ହବା ଆରମ୍ଭ କରୁଛି ନା ନାଇଁ? କ'ଣ ହଉଛି ଯୋଉ ଯାଉଛି ଟ୍ରାକ୍ଟର ଟପ୍ ସଏଲ୍ ସବୁ ନଷ୍ଟ ହେଇକି ଚାଲିଛି ଏଇ ଏତିକି ମାଟିରେ ଆମର ସବୁ ଖେଳ ଚାଲିଥିଲା ବେଳେ ତାକୁ ବି ଆମେ କ'ଣ କରୁଛେ ବିଷ ଦେଇକି ୟା କାମ ବି ଖତମ
କରିଦିଅନ୍ତୁ ନା ନାଇଁ, ତାହାରି ଉପରେ ଆମର ଚର୍ଚ୍ଚା ବା ଆମେ ଚିନ୍ତା କରୁଛୁ ଯେ କ'ଣ କରାଯାଇପାରିବ ହେଲା। ଯେମିତି ସେ ଅପା କହୁଥିଲେ 7ଟି ରୋଗ, ଗ୍ୟାଷ୍ଟ୍ରିକ୍, ଡାଇବେଟିସ୍, କିଡନୀ, ଲିଭର, ବ୍ଲଡ ପ୍ରେସର, ଏଇ ରୋଗ ଗୁଡ଼ା ତାଙ୍କ ବାପା 20 ବର୍ଷ ତଳେ କହୁଥିଲେ ଗୋଟେ ଏମିତି ସମୟ ଆସିବ ଘରେ ଘରେ ଏଇ ସବୁ ରୋଗ ଥିବ। ସେ ତାଙ୍କ ବାପା 10 ବର୍ଷ ପୂର୍ବରୁ କହୁଥିଲେ, 20 ବର୍ଷ ଯାଇ ବି ଆଉ ଗଲା ନାହିଁ ବର୍ତ୍ତମାନ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହଉଛି ଏଠି ଯେହେତୁ କେହି ମହିଳା ନାହାନ୍ତି ଆଲୋଚନାରେ, ପ୍ରାୟ ସବୁ କଥା ଗୁଡ଼ା ଆମେ ପୁରୁଷ ଲୋକମାନେ ହିଁ ଡିସାଇଡ୍ କରୁ ନା ନାହିଁ। ମୁଁ ଥରେ ବସିଥିଲି ଆପଣଙ୍କର ତଳ ବାଲିଆ ପାଣିଲେ, ଏଇ ରିଲିଫ୍ ଫିଲିଫ୍ କାମ ବେଳେ ଖାଲି ରିଲିଫ୍ ଫିଲିଫ୍ ହେଲେ ମୁଁ ତାଙ୍କୁ କହିଲି ଯେ ଆପଣମାନେ ଯଦି ଆପଣ ପଇସା ରୋଜଗାର କରିବେ, ମାସକୁ 10,000 ପାଇବେ, ଗୋଟେ ପ୍ଲେଟ୍ରେ ସେଟାକୁ ରଖିବି, ସେ ମାନେ ସୁଯୋଗଟା, ଆଉ ଗୋଟେ ପଟରେ ଆପଣ ଜମା ବିମାର ପଡ଼ିବେନି, ପୁରା ସୁସ୍ଥ ରହିବେ, କିନ୍ତୁ ପଇସା 500,000 ପାଇବେ। ଆପଣ କୋଉଟା ବାଛିବେ? ପ୍ରାୟ ଲୋକମାନେ ଏଇ ଯେଉଁ ବରଂ 500,000 ପାଇ କିନ୍ତୁ ସୁସ୍ଥ ରହି ସେ ଅପସନ୍ଟା ଚୁଜ୍ କରିଥିଲେ ହେଲା। ଆମକୁ ବହୁତ ଉତ୍ସାହ ଲାଗିଥିଲା, ଯାହା ହଉ ଲୋକ ବୁଝିବା ଆରମ୍ଭ କଲେ ନାଇଁ। କିନ୍ତୁ ତାପରେ ସେଇ ତାରପୋଲିନରେ ଆଉ ଗୋଟେ ଜିନିଷରେ ହିଁ ଅଙ୍କ ଛିଣ୍ଡିଗଲା। ମୁଁ ତାକୁ ଗୋଟେ ପ୍ରସ୍ତାବ ଦେଇଥିଲି, ଆପଣମାନେ ଯେତିକି ଜଣ ଅଛନ୍ତି ଗୋଟେ 5 ଜଣିଆ ପରିବାର ପାଇଁ 4ରୁ 5 ଜଣ, ଆପଣଙ୍କ ଘରେ ମାସକୁ ଗୋଟେ ହାଟପାଳିରେ କେତେ ଟଙ୍କାର ଗ୍ରୋସରୀ ଆଇଟମ ଆପଣମାନେ ନିଅନ୍ତି ଘରକୁ? ମିନିମମ୍ 2ଟା ହାଟପାଳି ସପ୍ତାହକୁ କେତେ ଟଙ୍କାର ନେଲେ ଯେମିତି ଚାଉଳ, ଡାଲି, ତେଲ, ମସଲା ଏଗୁଡ଼ା ପରିବା ଛାଡ଼ି ଦିଅନ୍ତୁ, ରେଗୁଲାର ହାଟ ହଉଛି ସାଧାରଣତଃ ଏଇ ସବୁ। ତଥାପି ଗୋଟେ ସପ୍ତାହରେ କେତେ ଖର୍ଚ୍ଚ ଯାଉଥିବ ଗୋଟେ 5 ଜଣିଆ ପରିବାରରେ ସପ୍ତାହକୁ? କେତେ ଯିବନି? 1,500। ତାହେଲେ ମାସକୁ କେତେ ହେଇଗଲା? ତାହେଲେ 5,000, 6,000, ମାସଟାର 4,000 ଟଙ୍କା ଖର୍ଚ୍ଚ ହବ। ମାନେ ସପ୍ତାହକୁ 1,000, 1,500, 4ଟା ସପ୍ତାହ 4,000 ଟଙ୍କା ପ୍ଲସ୍। ଆପଣ ଇମାଜିନ୍ କରନ୍ତୁ, ପ୍ରତି ମାସରେ ଯଦି ଆପଣ ଏଠି 100ଟା ପରିବାର, 100ଟା ପରିବାର ଇଣ୍ଟୁ 4,000 କେତେ ଟଙ୍କା ହେବ? 4 ଲକ୍ଷ ଟଙ୍କା। 4 ଲକ୍ଷ ଟଙ୍କା 100ଟା ପରିବାରରୁ ପ୍ରତି ମାସରେ ଆପଣ କାହାକୁ ଦେଉଛନ୍ତି? ସେଇ ଅଦାନୀ, ୱିଲମର, ଭାରତ ମସଲା, ଆଳୁ ସୁଦ୍ଧା ବି ଆମର ଏଠି ପ୍ରଡକ୍ସନ ହେଉନାହିଁ। ଡାଲି ଫାଲି ଯାହା କରୁଛ ବିକି ଦେଇକି ଫେର କିଣୁଛ, ଅଭାବୀ ବିକ୍ରି। ଚାଉଳ ତ ବିକି ଦେଇକି ଧଳା ଚାଉଳ ଖାଉଛ। ଏ ସବୁ ଜିନିଷ ଯଦି ଆମ ଗାଁରେ ରହନ୍ତା କେତେ ବଢ଼ିଆ ହୁଅନ୍ତା। ରହିପାରିବେ। ମୁଁ ଆପଣମାନେ ଦେଖିଥିବେ, ଆପଣମାନେ ସମସ୍ତେ କୁହନ୍ତି ଯେ ଦେଶୀ ଚାଉଳ, ମୁଗି ଚାଉଳଟା ବଢ଼ିଆ। ମୁଗି ଚାଉଳ ପାଉଛନ୍ତି? ମୁଗି, ଗୋଟିଆ, କଦଳିଆ, କଳମଘାଟିଆ ଏସବୁ ବନ୍ଦ। ଦେଇ ଖାଇଲେ କିସ ନା ପଲିସ ବାଲା ସ୍ୱର୍ଣ୍ଣ ଚାଉଳ, କେମିକାଲ ମରା, ତାକୁ ମାରୱାଡ଼ି ମାନେ ତେଲ ବାହାର କରନ୍ତି। ସରି, ମାରୱାଡ଼ି ମାନେ ମୁଁ ବୁଝିଲି, ସେମାନେ ହିଁ ବେପାରୀ ତ ତେଲଟାକୁ ବ୍ରାଣ୍ଡ କାଢ଼ିଦେଲେ, ଫେର ବିକିଲେ, ଦେଖି ଆମକୁ ଦେଇଦେଲେ କିସ। ବର୍ତ୍ତମାନ ଆମ ଯୁଗ ଯେଭଳିଆ ଚାଲିଛି ସେଇ ଯୁଗ ଅନୁସାରେ ସବୁ ହଉଛି। ଯେତେ ଆଗକୁ ଡେଭଲପ ହବ ସେତେ ଇଏ ହବ। ବର୍ତ୍ତମାନ ଅନୁସାରେ ଯେ ମୋବାଇଲ ହେଲା ପାଖରୁ, ଟାୱାର ହେଲା ପାଖରୁ, ତାକୁ କିସ ଗଭର୍ଣ୍ଣମେଣ୍ଟ ବନ୍ଦ କରିପାରୁଛି? ତାକୁ ତ ବନ୍ଦ ହଉନି। ତା ଫଳରେ ହଉଛି କିସ, ସେ ଟାୱାର ଆମ ପାଇଁ ଯେତିକ ମୋବାଇଲ ହଉଛି ଇଏ ହଉଛି, ତା ପାଇଁ ଆମ ପିଢି ବି ଆସ୍ତେ ଆସ୍ତେ ଖରାପ ହଉଛନ୍ତି। ତେଣୁ ସେରକମ ଟୋଟାଲ କେହି ସିଷ୍ଟମ ବନ୍ଦ ହେଇପାରିବନି, ଔଷଧ ବି ବନ୍ଦ ହବନି କି ଇଏ ହବନି, ଯୁଗ ନେଇକି ଚାଳ ଚାଲିଛି। ଭେରି ଗୁଡ୍। এইটা পুরো একটা নিরাট সত্য কথা সে কহিলে। এইটা বন্ধ। এই যে নিরাট ଚାଷର ମାତ୍ରା କମି এই যে ନିରାଟ ସତ୍ୟ କଥାଟେ କହିଲେ, এই ନିରାଟ ସତ୍ୟଟାକୁ ମୁଁ ଟିକେ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି। ପ୍ରାୟ ଆପଣଙ୍କ ଗାଁରେ ଯଦି 18-22 ବର୍ଷର ପିଲା, ଗରିବ ଲୋକ, ଆମ ପିଲାମାନେ ବାହାରକୁ ଯାଉଛନ୍ତି, ନହେଲେ କାହିଁକିନା ଚାଷରୁ କେବଳ ରୋଜଗାର ହବ ନାହିଁ। ମୁଁ ଥରେ କହୁଥିଲି ଯେ ଏବେ ଏମିତି ସମୟ ଆସିଛି, ଆମ ପିଲାମାନଙ୍କୁ ଯେତେବେଳେ ସ୍କୁଲରେ ଆମେ ମିଟିଂ କରୁ ଯେ ପିଲାମାନେ ତମର ପିଲାବେଳଟା ବେଶୀ ଭଲ ନା ତମ ବାପା ମାଆଙ୍କ ପିଲାବେଳ ବେଶୀ ଭଲ ଥିଲା? ସବୁ ପିଲା 99% କହିବେ ନା ଆମ ବାପା ମାଆଙ୍କ ପିଲାବେଳଟା ଭଲ ଥିଲା। ବର୍ତ୍ତମାନ ତ ଆମେ ଆଉ ପିଲାବେଳ କ'ଣ ଜାଣିପାରୁନେ। ଟ୍ୟୁସନ୍ ତ ଗଲେ, ଆସିଲେ, ଖାଇଲେ, ତାପରେ ଟୁକା ବୟସ ହେଲା ବେଳକୁ ବାହାରକୁ ପଢ଼ତେ ଚାଲିଲେ। ଆଗରୁ ବୁଢ଼ାମାନେ ମସ୍ତି କରୁଥିଲେ। ଏଇଟା କହିବାର ଅର୍ଥ ମୁଁ ଏହା କହୁଛି, ମୁଁ ଗୋଟେ ନୂଆ କଥା କହୁନି, ଏଇଟାକୁ ଟିକେ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି ହେଲା, ଯେ ଆମେ କୋଉ କୋଉ ଜିନିଷଟା ଆମେ ନିଜେ କରିପାରନ୍ତେ, ଯାହାଫଳରେ ଆମେ ଟିକେ ନିରୋଗ ରହନ୍ତେ ହେଲା। ମୁଁ ସେଇଠି ପ୍ରସ୍ତାବ ଦେଇଥିଲି ମା ମାନଙ୍କୁ, ମୁଁ କହିଲି 4,000 ଟଙ୍କା ଛାଡ଼ିଦିଅ, 2,000 ଟଙ୍କା
ତେଲ 4-5 ଲିଟର ତେଲ, ଡାଲି, ଚାଉଳ ଆଉ କିଛି ଜିନିଷ ଏଇଟାକୁ ଆମେ ରଖିପାରନ୍ତେ ନା ନାହିଁ ନିଜ ଗାଁରେ? ଯେମିତି ମୁଁ କହିଲି ମୋ ପାଖରେ ତେଲ ପେଡ଼ା ମେସିନ୍ ଅଛି, ସୋରିଷ ବର୍ତ୍ତମାନ ଦେଶୀ ସୋରିଷ ବିଭିନ୍ନ ପ୍ରକାର ସୋରିଷ କରୁଛ। ଆପଣ ଯୋଉ ବଜାରରୁ ତେଲ ଖାଉଛନ୍ତି ଦେଖିବେ କେହି ଯଦି ଜ୍ଞାନୀ ଲୋକ ହେଇଥିବେ ଲେଖା ହେଇଥିବ କଟନ ସିଡ୍ ମିଶିଛି। କଟନ ସିଡ୍ ମାନେ ଯୋଉଟା ହଉଛି ପଏଜନ, ଏ ଯୋଉ ବିଟି କଟନ, ଦେଶୀ କଟନ। ସାର୍ ଜଣେ ଆସିଥିଲା ଏରକମ ମିଟିଂ ରେ କହିଲା ଯେ ରାଇ ତେଲଟା ଆସିଛି ସମ୍ପୂର୍ଣ୍ଣ ପୋଡ଼ା ମୋବାଇଲ ତିଆରି ହେଉଛି। ଏକ୍ସାକ୍ଟଲି ସମ୍ପୂର୍ଣ୍ଣ ପୋଡ଼ା ମୋବାଇଲ, ଯେତେ ଟ୍ରକ୍ ଫ୍ରକ୍ ଯେତେ ଚାଲିଛି ସେ ଯେ ପୋଡ଼ା ମୋବାଇଲଟା ହବ କି ସାର୍? ସେଇଟାକୁ ରିଫାଇନ୍ କରିକି ଇଏ କରିକି ତା ମେସିନ୍ ଦ୍ୱାରା ରାଇ ତେଲ ତିଆରି ହେବ। ନହେଲେ 160 ଟଙ୍କାର ରାଇ ତେଲ ଦେଇତେ ଆଣିବ କାଢ଼। ଆମର ଘରୋଇ ତେଲ ସୋରିଷ କିଲୋ ଗଲାନି 80 ଟଙ୍କା, କିଲୋ ସୋରିଷ ପେସିଲାକୁ 300 ଗ୍ରାମ ତେଲ ହଉଛି। 160 ଟଙ୍କାର ତେଲ ଦେଇତେ ଆଣିବ କାଢ଼। ହଁ ନାଇଁ ଆପଣ ଯୋଉଟା କହିଲେ, ମୁଁ କିନ୍ତୁ ଆପଣଙ୍କୁ ପେଡ଼ା ସୋରିଷ ତେଲ 170 ଟଙ୍କାରେ ଦେଇଦେବି। ତାର ଅର୍ଥନୀତି ମୋ ପାଖରେ ଅଛି। ଆପଣଙ୍କର 1 ଲିଟର ତେଲ ପାଇଁ ଆପଣଙ୍କୁ ଦରକାର ମିନିମମ୍ 3 କେଜି ସୋରିଷ ହେଲା। 80 ଟଙ୍କାଟା ଆପଣ ଗୋଟେ କହିଦେଲେ, ଆମେ ଯଦି ନିଜେ ଚାଷ କରୁଥିବା 70 ଟଙ୍କାରେ ପାଇପାରିବା ନା ପାଇପାରିବା? 7 କେତେ ହେଲା? 210। 210ରୁ ଆପଣ 1 ଲିଟର ତେଲ ବାହାରିଲା ପରେ ହେଲା ଆପଣଙ୍କୁ 2 କେଜି ପାଖାପାଖି ଆପଣଙ୍କର ରହିବ ଇଏ ପିଡ଼ିଆ। ପିଡ଼ିଆର ରେଟ୍ ଆପଣ 35 ଟଙ୍କାର କମ୍, 30 ଟଙ୍କା 35 ଟଙ୍କା, ସେ 30-60 ଟଙ୍କା କଟିଗଲେ ଯଦି ଆପଣ ନିଜ ପାଇଁ କରିବେ, ଆପଣ ମାର୍କେଟ ପାଇଁ ହେଲା, ଆଉ ଆପଣ ପାଉଚଟାରେ ଯୋଉ 10 ଟଙ୍କା ଖର୍ଚ୍ଚ ନ କରିକି ଆପଣ ନିଜ ତେଲଟା, ଆମ ପାଖରେ ମେସିନ୍ ଅଛି ହେଲା। ଏଇ କଥାଟା ମୁଁ ଗୋଟେ ପ୍ରସ୍ତାବ ଦେଲି ଯେ ଆମେ ଧରଛୁ 50 ଜଣ ଲୋକ ଜାଣିଛି ଯେ ତେଲରେ ନଷ୍ଟ ହଉଛି, ଏବେ ଆମେ ଆରମ୍ଭ କରୁଛୁ ଖସା ତେଲ, ସୂର୍ଯ୍ୟମୁଖୀ ତେଲ ଆଉ ସବୁ ଆମର ମେସିନ୍ ଅଛି 21 ପ୍ରକାର ଜିନିଷ ପେଡ଼ି ହେବ। ଗୋଟେ କଥା ସମାଧାନ କରିବି, ଆମେ ଆଣୁଛେ କୋଉ ଡାଲି, ଯୋଉ ଡାଲି ଆମେ ମାର୍କେଟରୁ ଆଣୁଛେ ପ୍ୟାକେଟ ବାଲା ଡାଲି, ସେଥିରେ ମହମର କୋଟିଂ ଥାଏ। ଆପଣ ଯଦି ଘଷିବେ କାହିଁକି ନା ଆପଣ ଡାଲି ଘରେ ରଖନ୍ତୁ ପୋକ ଲାଗିଯିବ, ମାସ ଧରିକି ମଲରେ କିନ୍ତୁ ଆମେ ମଲକୁ ପଳେଇଲେ ଡାଲିଟା ବି ଆମର ନିଜେ ରଖିପାରିବା। ଯେ ଆମର ଦରକାର ହେଲା ଗୋଟେ ଲୋକକୁ ଦାୟିତ୍ୱ ଦେଲେ, ଭାଇ ତୁ ଆମର 10 ଜଣ ଲୋକଙ୍କର ଯଦି ମାସରେ 2 କେଜି ଦରକାର, ତୁ ଡାଲିଟା ବନେଇଦବୁ। ଏଇ ସାର୍ ଏଇ ଦେଖନ୍ତୁ ଏଇ ଆଳୁଟାର କେମିକାଲ ମିଶା ହଉଛି। ଏଇ ଯୋଉ ଉପର ଯୋଉ ମାଟିଟା ଅଛି ସେଟା ସମ୍ପୂର୍ଣ୍ଣ କେମିକାଲ। ଯେ କ୍ୟାନ୍ସର ପାଇଁ ହଉଛି ଏ ଆଳୁ ବଦଲା ମାନେ ଆଳୁ ହିଁ ମିଳିବନି, ଆଳୁ ଖାଇପାରିବାନି। ଏ କେମିକାଲ ଏଇ ଯଦି କଥାଟା ଦିଆ ହଉଛି ଆଳୁ ମିଳିବନି। ମୋର କହିବା କଥା ହଉଛି ଆମେ ସମାଜକୁ ପରିବର୍ତ୍ତନ କରିବାନି। ଆମେ ଆଜି ଯୋଉ 8-10 ଜଣ ଗୋଟେ କଥା କହୁଛି, ଆମର ଗୋଟେ କଥା ହଉଛି କଣ, ସେ ଗୋଟେ ଜଣେ ଲୋକ କହୁଥିଲେ ଶମ୍ଭୁ ମହାନ୍ତି ଆଡଭୋକେଟ, କହିଲେ ଯେତେବେଳେ ସେ ଏଇ କଥା କହିଲେ ସେତେବେଳେ ଗୋପାଳ ମହାପାତ୍ର ତେଲ ବିଜନେସ୍ କରୁଥାନ୍ତି, ଅଭାବୀ ବିକ୍ରି ହଉଥାଏ ଏସବୁ ମଞ୍ଜି ଏବଂ ସୋରିଷ ବିକ୍ରି ହଉଥାଏ ଚଢ଼ାରେ ହେଲା। ଆମେ ସେତେବେଳେ ତାଙ୍କ ଥିଲେ ସେ କମ୍ୟୁନିଷ୍ଟ ପାର୍ଟିରେ ଛିଡ଼ା ହେଇଥାଏ ହେଲା। ସେତେବେଳେ ମୁଁ ଛିଡ଼ା ହେଇଥାଏ, ସିଙ୍ଗଲା ହାଟ ଉପରେ ବହୁତ ବଡ଼ ବୈଠକ ବସୁଛି, ଦେଇକି ଆମେ କହିଲୁ ଯେ ଦେଖ କେମିତି ସବୁ ତମକୁ ଶୋଷଣ ହଉଛି, ଏତେ ଟଙ୍କାରେ ଦିଆହଉଛି, ସୋରିଷ ତେଲ ଏତିକି ଦିଆହଉଛି ହେଲା। ଦେଇକି ଲୋକମାନେ ପୁରା ମାନେ ତାତି ଗଲେ। ହେଲେ ମୁଁ ଖାଲି ଯାଇଛି ତଳକୁ, ଆମର ସେତେବେଳେ ଗୋଟେ ଷ୍ଟେଜରେ ସବୁ ରକମ ନେତା ଭାଷଣ ଦେବେ ହେଲା। ବୋଲେ ସେ ବାବୁ ଉପରକୁ ଉଠିଲେ, ବୋଲେ ଆଉ ଟିକେ ଜୋରଦାର ତାଳି ହଉ, ଶମ୍ଭୁ ମହାନ୍ତି ଜଣେ ଶିକ୍ଷିତ ଲୋକ, ଆଡଭୋକେଟ, ଦରିଦ୍ର ଲୋକଙ୍କର ସେବା କରନ୍ତି, ଆଉ ଟିକେ ଜୋରସେ ତାଳି ମାର। ମାନେ କହିଲେ ଗୋଟେ କାମ କରିବା, ସେ କୁଟରାରୁ ଗୋଟେ ଲୋକ ଆଇଛି, କହୁଛି ଭାଇ ମାନେ କୁକୁଡ଼ା ଚିଆଁଟା କେତେ ନା 2 ଟଙ୍କା, ନା ଅଣ୍ଡାଟା କେତେ ନା 10 ପଇସା। ହଉ ମତେ ଗୋଟେ କଥା କୁହ, ଶମ୍ଭୁ ମହାନ୍ତି ତ ଏତେ ଜ୍ଞାନୀ ଲୋକ, ଅଣ୍ଡାଟା ହଉଛି 10 ପଇସା, କୁକୁଡ଼ା ଚିଆଁଟା ହଉଛି 2 ଟଙ୍କା। ତାଙ୍କ ଯୁକ୍ତି ଅନୁସାରେ ଯଦି ଆମେ ଯିବା, ତାହେଲେ 10 ପଇସା ଯଦି କୁକୁଡ଼ା ହେଲା, ଚିଆଁଟା ତାହେଲେ 8 ପଇସାରେ ମିଳିଥାନ୍ତା କି? ନା ଆଜ୍ଞା ଜମା ନୁହଁ। ସାଙ୍ଗେ ସାଙ୍ଗ ମାନେ ଯୋଉ ଆମର ଥାନ୍ତି ଲୋକମାନେ ଯୋଉମାନେ ଚାତୁରୀ ବାକ୍ଚାତୁରୀ ଏମିତି କହିଦେଲେ, କହିଲେ ମୁଁ ଭାବିଲି ମୋର ବୋଧେ ଭୋଟ ଗୁଡା ସବୁ ମୋ ସପକ୍ଷରେ ଅଛି। ଲାଷ୍ଟ ସେ ପଥ ଦୁର୍ଗ ଆଡୁ ଗୋଟେ ଲୋକ ଆସିଲା, ଏ ପଇସା ସବୁ ଚୁଲି ଗୁଡା ପଶ୍ଚିମକୁ, ମାନେ ପୁରା ଆମର ଯୋଉ ବିଦ୍ରୋହର ମାନସିକତାଟା এই ପ୍ରକାରରେ ଭାଙ୍ଗିଗଲା। ବୁଝୁଛୁ କି ନାହିଁ? କହିବାର ଅର୍ଥ ହଉଛି ଆମେ ମାନେ ଆମ ସମସ୍ୟାକୁ ନେଇକି ଯେତେ ସାହିତ୍ୟ କବିତା ଲେଖୁଛେ, ଦୁଃଖ ଯନ୍ତ୍ରଣାକୁ ନେଇକି ସମାଧାନ ପାଇଁ କେହି ଆଗେଇବା ପାଇଁ ରାଜି ନୁହନ୍ତି। ଆଉ ବେଳେ ବେଳେ ଲୋକ ଭାବୁଛନ୍ତି ଆମେ ପରିବର୍ତ୍ତନ ହେଲେ କଣ ସମାଜ ପରିବର୍ତ୍ତନ ହେଇଯିବ। ମୁଁ ଗୋଟେ କଥା କହୁଛି, ମୁଁ ଆମର ଅଫିସରେ କୌଣସି ଷ୍ଟାଫ ଆମେ ବାହାର ଚାଉଳ ଖାଉନା, ମୁଗେଇ ଚାଉଳ ଖାଉଛୁ। ମୁଁ 55-60 ଟଙ୍କାର ମୁଗେଇ ଚାଉଳ ଖାଉଛି ବୁଝିଲେ। ଆହୁରି ଡକ୍ଟର ମାନଙ୍କୁ ଭୁବନେଶ୍ୱର କରୁଛୁ ଭଜା ମୁଗ ଡାଲି ଅଧିକ ଆମେ କରିଛୁ। ଆପଣଙ୍କ ଅଞ୍ଚଳରେ ବଥୁଆ ଶାଗଠୁ ନେଇକି
ପପେୟା କଞ୍ଚ କଦଳୀ ଯୋଉଗୁଡାରେ କମ ସାର ପଡେ ସେଇ ଜିନିଷର ପ୍ରଚୁର ଭାବେ ହେଇପାରେ। ତାର ଅର୍ଥ ହଉଛି ଯଦି ଆପଣ ଗୋଟେ ମଣିଷ ଏଭରେଜ ଯଦି 60 ବର୍ଷ ବଞ୍ଚିବ, ଏଠି କାଉଣ୍ଟ କରନା 60 ବର୍ଷ ଜଣେ ଯଦି ବଞ୍ଚିବ, ପ୍ରଥମ 5 ବର୍ଷ କାଟି ଦଉଛି ଆଉ ବୁଢା ଟାଇମରେ କାଟି ଦଉଛି। 60 ବର୍ଷରେ ଗୁଣ ଗୋଟେ କାଲକୁଲେଟର କାଢିକି 60 ବର୍ଷ ଜଣେ ବଞ୍ଚିଲେ ଦିନରେ ଯଦି 2 ଥର ସେ ଖାଉଛି ରନ୍ଧା ଖାଦ୍ୟ, ସେ କେତେ ଥର ଖାଇବ? 60 ଇଣ୍ଟୁ 365 इनटू 1200 ଇଣ୍ଟୁ 2 12 200 200 କେତେ ହେଲା? 43,000 ମିଲ୍ ଜଣେ ଖାଇବ। ଆଉ ମଝିରେ ଧର ଯୋଉ ସ୍ୱାମୀ ସ୍ତ୍ରୀ ଝଗଡା ହେଲା କି ଅନ୍ୟ ହେଲା ନ ଖାଇବା ବା କେତେଦିନ ଉପବାସ, ମିନିମମ୍ ତ ତମେ 40,000 ମିଲ୍ ଖାଉଛ। ସେ 40,000 ମିଲ୍ ଟା ଆଉ ଭୋଜି ଭୋଜି ହେଲା 40,000 ମିଲ୍ ମଣିଷ ଗୋଟେ ବଞ୍ଚୁଛି। ଆମେ 5,000 10,000 ମିଲ୍ କୁ ଟିକେ ନିରୋଗ ଖାଦ୍ୟ ଖାଇକି ଦେହଟାକୁ ଟିକେ ଠିକ୍ ରଖିପାରିଲେ କି ନାହିଁ? ଏଇଥିପାଇଁ ଏ କଥାଟି କହୁଛି, ଆପଣମାନେ ଆମେ ସବୁବେଳେ କହୁ ଯେତେବେଳେ ଆମେ ନିଶା ନିବାରଣ କେନ୍ଦ୍ର କରିଥିଲୁ ଯେ ମୁଁ ନିଶା ବନ୍ଦ କରିପାରିବିନି, ନିଶା ଖାଉଥିବା ଲୋକଙ୍କୁ ବନ୍ଦ କରିପାରିବିନି, ନିଶା ଖାଇବା ଦ୍ୱାରା ଯୋଉ ଯନ୍ତ୍ରଣା ଭୋଗୁଛନ୍ତି ସେଇଟାକୁ ଟିକେ କମେଇ ପାରିବି ତ ନା କରିପାରିବିନି? ମୋ ପାଖରେ ଏମିତି କେସ୍ ଷ୍ଟଡି ଅଛି, ପୃଥିବୀର କୌଣସି ନିଶା ବନ୍ଦ ରଖିନାହାନ୍ତି, ଡ୍ରନରେ ମଗେଇକି ନିଶା ଖାଇବା ନିଶାଟି ବି ଭଲ କରିଛି ହେଲା। ଆମେ ତାଙ୍କୁ କହୁ ଯେ ତମେ ଜଣେ ସୁସ୍ଥ ରହିଲେ ସିନା ଆଉ ଗୋଟେ ନିଶା ନେବ। ଆଉ ଗୋଟେ ଲକ୍ଷ୍ମୀ ଭାଇ ଅଛି ସେପଟରେ, ବଢିଆ କ୍ୟାରିୟର, ଟିଚର ଥିଲା, ସୁଧାରି ହେଲାଣି ନା ନାଇଁ? ଏବେ ଲୋକ କଣ ଖାଉଛନ୍ତି ଜାଣିଛନ୍ତି? ଭଲ ନିଶା ବି ଖାଉଛନ୍ତି। ସାନ୍ତାଳ ଲୋକମାନେ ବି ଟ୍ୟାବଲେଟ ବାଲା ହାଣ୍ଡିଆ ପିଉଛନ୍ତି। ଆଉ ଯୋଉମାନେ ଥରେ ଯଦି ରାସ୍ତାକୁ ଆସିଗଲେ ସେମାନେ ଏଇ ଯୋଉ ବ୍ୟାକ୍ଟେରିଆର ଯୋଉ ଅଏଲ ନଥାଏ ତାକୁ ମିଶେଇ ଦେଇକି କମ ଦାମରେ ଖାଉଛନ୍ତି। ସେଗୁଡା ସବୁ ହିଷ୍ଟ୍ରିଆ ହେଇଯାଉଛନ୍ତି। ନିଶା ଖାଇଲେ ଏତେ ପାଟିତୁଣ୍ଡ ଆଗରୁ ହଉନଥିଲା, ବୁଝୁଛନ୍ତି କି ନାହିଁ? ସେଇଭଳିଆ କଥା କହିବାର ମୋର ଥିଲା ଯେ ଏପଟେ ସେ ନିଶା ଆଉ ଏପଟେ ଖାଦ୍ୟର ଯୋଉ ଇଏ, ମଣିଷ ଗୋଟେ ଅଳ୍ପ ଦିନରେ ଡ୍ୟାମେଜ ହେଇଛନ୍ତି। ଦେଖିବେ ସେତେବେଳେ ଆପଣ ଏଥିରେ ଆପଣଙ୍କ ବାପା ମାନେ 80-90 ଯାଇ ଆହୁରି ଟାଣିକି ଚାଲୁଛନ୍ତି। 100 ବଣ୍ଟି ଦଉଥିଲେ ଆମ ଠାକାବୁ ମାନେ 100 ବଣ୍ଟି ଦଉଥିଲେ। ତେଣୁ ଏଇ କଥା କହିବା ଭିତରେ ଟାଇମ ହେଲା ବେଳକୁ ସେମାନେ 70-80 ଧରିଲେ। ଆମ ବେଳକୁ ଏଇ 50-55-60 ଭିତରେ ଆମେ ଜାଣିଛେ ଆମେ 60ରେ ଚାଲିବୁ। ଆମ ଛୁଆ ମାନେ ଆହୁରି କମିବ। ସମସ୍ତେ ଜାଣିଛନ୍ତି ସବୁ ଘଟଣା ହଉଛି, ତାପରେ ବି ଲୋକ ଭାବେନି କିଛି କରାଯିବ ନା କରାଯିବନି? କିଛି କରିହବନି। ଭାଇମାନେ କଣ କେଟାକୁ ଇଏ କରିବ, କେଟାକୁ ଆଜି ଗୋଟେ ଛୁଆ ଜନ୍ମ ହେଇ ପଡିଲା ବେଳକୁ ତାକୁ ମୋବାଇଲ ନ ଦେଲା ବେଳକୁ ସେ ଛୁଆ ଇଏ ହଉନି। ସେ ଛୁଆ ଆଖି ତା ମେମୋରି କିସ କେତେ ଦିନ ରହିବ? ତାକୁ କିଏ ସମ୍ଭାଳି ପାରିବ? ଆଉ କହୁନାହାନ୍ତି ଗୋଟେ ଛୁଆ ଯେ ହେଇ ପଡିଲା ବେଳକୁ 4 ମାସର କତରୁ ସେ ମୋବାଇଲ ନ ହେଲାକୁ ଖାଉନି। କଣ କରାଯିବ? କିଛି କରିବାନି? କିଛି ହେଇପାରିବନି। କେଟା କରିବେ କହୁନାହାନ୍ତି? ଯୋଉଟା ସିଷ୍ଟମଟାକୁ ନା ଇଏ ମୋବାଇଲ ଯେତେବେଳେ ସରକାର କାଢିଲା ସେ କାଢି ନଥିଲା ଯେ ମୋବାଇଲଟା ଯେତିକ ଭଲ ସେତିକ ଖରାପ। ତ ସରକାର ଉପରେ ଛାଡିଦବା ନା କଣ? ନା ମୁଁ ଯେ କହୁଛି ସେଇ ମୋର କଥା କଥା ଅନୁସାରେ ହଉଛି ଯେ ଆମେ ଆଉ ସମାଧାନ କିଛି କାହାକୁ ଅଛି ବୋଲି ସୁଧିବା? ଜାଣିବା ନା ଛାଡିଦବା? ବର୍ତ୍ତମାନ ଏବେ ଛୁଆ ମାନେ ଆମ ବେଳେ ହଉଛି ଆମେ ବାପା ମାକୁ ଯେ ଭଳିଆ ଇଏ କରୁଥିଲେ ଯେ କଥା ବାପ କହିନେ ଗୋଟେ କଥା ଆମେ ଶୁଣୁଥିଲେ। ଖାଇବାନି ସେଟା। ଏବେ ଛୁଆ ତ ପୁରା ମାନେ ହେଳା ପାଖରୁ ଇଏ ସେଟା ହବ ଆମେ କଣ? ତ ଖାବାନି। ତମେ ଆମେ ସେଟାକୁ 5 ଜଣ ବୁଝିଗଲେ ଆମେ 5 ଜଣ ଖାବାନି। 5 ଜଣ ଆଗେ ବୁଝନ୍ତୁ। ମୋର ସମସ୍ତଙ୍କୁ ବଦଳେଇବାର ଆଶା ନାହିଁ। ଆମ ଚାଷ ନ କରିକି ସେ ଚାଉଳଟା ଖାଉଛେ, ନିଜେ ଚାଷ କରୁଥିବା ଜିନିଷ ବିକି ଦଉଛେ। ସେ ଚାଉଳଟା ଖାଉଛେ, ସେ ଡାଲିଟା ଖାଉଛେ, ସେ ତେଲଟା ଖାଉଛେ, ସେଟା ହଉଛି କୋଉଠୁ? ସେଟା ଆଉଛି କୋଉଠୁ? ଆମକୁ ସିନା ଚାଷୀ 5 ଜଣଙ୍କୁ ବସିକି ତାକୁ ପ୍ରାୟ ଚାଷୀ ଆମର ଯେତିକ ସୋରିଷ ଚାଷ ନାଇଁ, ମୋର କରନ୍ତି ବହୁତ ତେଲ ଛୋଟିଆ ହଉଛି କଥା। କିଣିକି ଖାଆନ୍ତିନି। ମୁଁ ସରକାରଙ୍କର ପ୍ରତିନିଧି ନୁହେଁ। ମୁଁ ବି ଆପଣଙ୍କ ଭଳିଆ ଜଣେ ସାଧାରଣ ଲୋକ। ମୋର ବି ସରକାରୀ ଚାକିରି ନାହିଁ। ମୁଁ ବି ଏଇ ଛୋଟ ମୋଟ କାମ କରିକି ଗୁଜରାଣ ମନ୍ତ୍ରୀ ହେଲା। ମୋର କହିବା କଥା ହଉଛି ଯଦି ଆମେ କଥାଟା ଜାଣିଛେ, ଆମେ ନିଜେ ସେଥିରୁ କେମିତି ଟିକେ ବଞ୍ଚିବା ତା ପାଇଁ କିଛି ପ୍ରୟାସ କରିବା ନା ଛାଡ଼ିଦବା? ଏଇ ଯେ କହିଲେ ସାର୍, ଆମେ ଆଗରୁ କିସ ହଉଥିଲା, ଆମ ବାପା ଠାକୁର ଅମଳରୁ ଆମର ଟୋଟାଲି କିଛି ଜିନିଷ କିଣା ହଉଥିଲା, ସବୁ ଏଇଠି ବାଡିରେ ହଉଥିଲା। କିନ୍ତୁ ସେମାନେ ହଉଛି କିଛି କରିପାରିଲେନି। ଆମ ବେଳେ ଚାଷ ହେଲା, ପରିବା ଚାଷ କଲେ, ଆମେ ଧର ଏଇ ଯେ ସୋରିଷ କଲେ, ସୋରିଷ ହଉଛି ଆମର କେଠି
ସେଇନ ଧର ଘୁଣ୍ଟେ ସୋରିଷ ଦେଲେ ସେଣୁ 2-4 ହଜାର ଟଙ୍କା 2,000 ଟଙ୍କା ହେଲା ତା ଜାଗାରେ ଘୁଣ୍ଟେ ଜାଗାରେ କାକୁଡି ନଗଲେ 30,000 ଟଙ୍କା ହେଲା। ତ ସେଇ ହିସାବର ସବୁ ମାତ୍ରା ସେଇ ହିସାବର ଲୁଭ ଆମ ଫ୍ୟାମିଲି ଚଳିବ ଆମେ କେରକମ ଚଳିବା ସେ ସମସ୍ତେ ସେଇ ଇଏରେ ରହିଲେ ନା। ଆଉ ଗହମ ଆମର ଏଇଠୁ ବୁଣିକିରି ଆମର ଗହମ ଚାଷ କରିକି ଖାଉଥିଲେ ଏବେ ଗହମ ଟୋଟାଲ ହଉଛି କି ଟୋଟାଲ ଗହମ ନାହିଁ ବନ୍ଦ ହେଇଗଲାନି। ଏବେ ମୁଁ ଆପଣଙ୍କର ସମସ୍ୟା ବୁଝୁଛି ଆପଣମାନଙ୍କୁ ବି ଦୋଷୀ ବୋଲି କହୁନାହିଁ କିନ୍ତୁ ଆପଣମାନେ ଆପଣଙ୍କ ଆଖପାଖରେ ଯାହାର ଥରେ କିଡନୀ ପ୍ରୋବ୍ଲେମ ବା ଏସବୁ ହେଲା ପରେ ଯେତିକି ପଇସା ରଖିଥିବେ ବାର ଦ୍ୱାର ହେଇକି ଯେମିତି ଚାହା ପିଉଥିଲେ ସେମାନଙ୍କୁ ଯାଇକି ସମରେ ପଡୁଥିଲା। ସେଇଥିପାଇଁ ହଉଛି ସରକାର ଇନ୍ସୁରାନ୍ସ କରୁଛନ୍ତି 5 ଲକ୍ଷ ସ୍ତ୍ରୀ ଲୋକ 10 ଲକ୍ଷ ଏହା ପରେ ଫେର ପୁଣି ହଉଛି ଲୋକମାନେ ବି ଆଗୁଆ ଜାଣି ନେଇଛନ୍ତି ପ୍ରାୟ ସବୁ ବଡି ଇନ୍ସୁରାନ୍ସ କରି ନେଇଛନ୍ତି। ମୁଁ ଜାଣିଛି ମୋର ହଉଛି ଲଙ୍ଗ ଟାଇମ ଯିବି ମାନେ ଶୀଘ୍ର ପଳେଇବି ମେଡିସିନ ଇଏ କରୁଛି ତ ସେଇ ଇଏର ମୁଁ ହଉଛି ବଡି ଇନ୍ସୁରାନ୍ସ କରିଛି ମୋର 50 ଲକ୍ଷ ତ ମୁଁ ଇଏ କରିବି। ଆମ ଚାଷୀ ମାନେ ସେରକମ ସବୁ ଇନ୍ସୁରାନ୍ସ କରି ନେଇଛନ୍ତି ବାସ୍ କରିବା କିସ ବର୍ତ୍ତମାନ କାହାରି କି ଇଏ କରିହବନି। ଚାଷୀ ଗୋଟେ ଚଳିବ କେରକମ ଆଗରୁ ପ୍ୟାଣ୍ଟ ଗୋଟେ ଗୋଟେ ଗାମୁଛା ପିନ୍ଧିକି ସେମାନେ ଦିନ କାଟି ଦଉଥିଲେ। ଆମ ଛୁଆ ମାନେ ବର୍ତ୍ତମାନ ପାର୍ଟଟା ହଉଛି 1,000 ଟଙ୍କା ଖର୍ଚ୍ଚ ଆମ ଛୁଆଙ୍କୁ କାର୍ଡୁ ଆଣିକି ଦବ ସେମାନେ ଧଣିଆ ଶୁଷ ଚାଷ କରିକିରି ଆମ ଠାକାପ ମାନେ ଜମି କିଣୁଥିଲେ ଆଜି ଆମେ 1,00,000 ଟଙ୍କା କିଣିକି ଗୁଣ୍ଟେ ଜମି କିଣି ପାରୁନେ କେନେ ସବୁ ଜିନିଷର ହଉଛି ଇଏ ବଢିଛି କାହାକୁ ଇଏ କରିବ। ସାଇକେଲ ପେଲି ପେଲି ଚାଲୁଥିଲେ ଗୋଟେ ଜୋତାକୁ ବଂଶ ସାରା ମାରୁଥିଲେ। ଯୁଗ ନେଇକି ତ ବର୍ତ୍ତମାନ ଯୁଗ ଧରିଲାନି ଆମ ଛୁଆ ପରା ହେଇ ପଡିଲାକୁ ଗୋଟେ ପେଣ୍ଟ ସାର୍ଟ 1,000 ଟଙ୍କା ହେଲାନି ସେତେବେଳେ ହଉଛି ମାନେ ଗୋଟେ ଇଏର ସେମାନେ ଚଳୁଥିଲେ। ବର୍ତ୍ତମାନ ଯୁଗ ନେଇକି ତାଳ ଦେଇକି ଚାଲିতে ହେବ ଛଡା କିଛି ନାହିଁ। ସବୁ ଜାଣୁଛେ ସବୁ ଇଏ କରୁଛେ କିନ୍ତୁ କିଛି କରିପାରିବାନି ନିରୁପାୟ ବର୍ତ୍ତମାନ। ତାପରେ ଯେ ଯା ମନକୁ ଆମେ ଛାଡି ଦେଇଛୁ ଆମେ ଛାଡି ଦେଇଛୁ ଭଗବାନ ଉପରେ ଉପରବାଲା ଆମେ ତ ନିଜେ କିଛି କରିପାରିବୁନି କେହିଟାକୁ ସୁଧରିବ କହୁନ କେହିଟାକୁ ଯେ ଏ ଜିନିଷଟାକୁ ଛାଡିକି ଆମେ ବଞ୍ଚି ପାରିବା ଯେ ଯା ଉପରେ ଛାଡି ଦିଆ ହଁ ଆମେ କହିବା ରାସାୟନିକ କରିବାନି ଆମେ ଜାଣିଛେ ଏ ଜିନିଷ ଖାଇନ ଖରାପ ସବୁ ଜାଣୁଛେ ଜାଣିକି ବି ହିଁ ଖାଉଛେ ତାକୁ ବି କରୁଛେ। ଆପଣ ସେତେବେଳେ ଶୁଣୁଛନ୍ତି ଚାଷୀ ଭାଇ ଆପଣ ଯେ କଥା କହୁଛନ୍ତି ଏ କଥା କି ବିଶ୍ୱାସ କରି କି ମାନିବେ ଆମ ହବନି ହବ ବି ନାହିଁ କାରଣ ଆମ ସରକାର ହଉଛି ଆପଣଙ୍କ କଥା ଠିକ ଇଏ କାଟି ପାରିବନି ସରକାର ଆମକୁ ଚାଉଳ ଦେଲା ଘର ଦେଲା ପାଇଖାନା ଦେଲା ଭତ୍ତା ଦେଲା କାଳିଆ ଯୋଜନା ଦେଲା ସେ ଇଏ ଯୋଜନା ଦେଲା ଲୋକମାନେ କୁଠିଆ ହେଇଛନ୍ତି ମଦ ଭାଟରେ ବେଶୀ ଭିଡ଼ ହେଉଛି ଲୋକ ସବୁ କାମ କରତେ ଇଚ୍ଛା କରୁନାହାନ୍ତି। ଆଗରୁ କେତେ 8 ଘଣ୍ଟା କାମ କରୁଥିଲେ ଆମ ଚକାଳେ ବେଳ ଭାଇବାକୁ ଯାଉଥିଲେ କାମ କରତେ ଆଉଲେ ଅନ୍ଧାର ଭାତ ଭୁଜାରେ କିଛି ଖାଇଲେ କତ ରୁଳେ ପିଆଜ ଲଙ୍କାର ଅଧେ ଉଁଚା କିଛି ଖାଉଛନ୍ତି ଗାମଛାର ଭୁଜା ଭେକି ଖାଉଛନ୍ତି ସେଟା କିନ୍ତୁ ଆମ ତାକତ ଥିଲା ଉଞ୍ଚୁକା ଛୁଆମାନେ ଆମର ଯେ କାମ କରିବା ସେ ଛୁଆମାନେ ସେ କାମ କରିପାରୁନାହାନ୍ତି ଖାଉଛନ୍ତି ଭଲ ଆଳୁ ଭୁଜା ଖାଉଛନ୍ତି ସେ ମିଠା ଖାଉଛନ୍ତି ଭଲ ଭଲ ଖାଦ୍ୟ ଖାଉଛନ୍ତି କିନ୍ତୁ ତାଙ୍କ ଦେହରେ ଟେମ୍ପର ନାହିଁ। ଆପଣ ଭାବୁଛନ୍ତି ସରକାରୀ ଯୋଜନା ଦ୍ୱାରା ମଣିଷ କୋଠିଆ ହେଇଛି ସରକାର ଚାଉଳ ନା ନା କୋଡ଼ିଏ କେଜି ଚାଉଳ ମାର୍କେଟ ମୂଲ୍ୟ 600 ଟଙ୍କା ମତେ କୁହନ୍ତୁ ସେ ସରକାର 500 ଟଙ୍କା ଯେ ମୁଖ୍ୟ କଥା କହିଲେନି ସମ୍ପୂର୍ଣ୍ଣ ମୁଁ କହିବି ସରକାର ଦାୟୀ ଲୋକମାନଙ୍କୁ ଯଦି ଆଜି ଏସବୁ ସିଚୁଏସନ ହେଇଛି ସବୁ ଇଏ ହେଇଛି ସରକାର ଦାୟୀ ମେଡିସିନ କାଢିଛି ଗଭର୍ଣ୍ଣମେଣ୍ଟ এই যে পয়জন কହୁଛନ୍ତି খাইতে দিଅନି রাসায়নিক কর ইয়ে কর কেন সরকার সেটা যেতে ফাস্টফুড কাঢ়িলা এত মাত্রা কম করে কাঢ়িলানি ଆମେ ଚାଷୀ କାଢୁଛେ ନା ଆମେ ଇଏ କରୁଛେ ଆମକୁ କାଢିକି ଦେଲାକୁ ଆମେ ମାରୁଛେ ଆମେ ଜାଣିଛେ ଖରାପ। ଆପଣଙ୍କ ଭଳିଆ ଚାଷୀ ପଶ୍ଚିମ ଓଡ଼ିଶାରେ ଗୋଟେ ଗୋଟେ ଜିଲ୍ଲାରେ ସେମାନେ କେମିକାଲ ସାର ନ କରିକି ମାଣ୍ଡିଆଠୁ ନେଇକି ସବୁ ପ୍ରକାର ଦେଶୀ ଜିନିଷ ହଉଛି ସେଠି ବି ତ ସରକାର ଅଛନ୍ତି ଆପଣ ମାନେ ସରକାରକୁ ଏତେ ଗ୍ରହଣ କାହିଁ କରୁଛନ୍ତି ଏସବୁ ଜିନିଷରେ ଏଠି ଗ୍ରହଣ କରିବା ସେଠି କେତେ ଜଣ ଚାଷୀ ଚାଷ କରୁଛନ୍ତି ବାବା ବହୁତ ସବୁ ତ ମାଣ୍ଡିଆ ସେଇଠୁ ଆସୁଛି ସେ ମାଣ୍ଡିଆଟା ହଉଛି ତ ମାଣ୍ଡିଆ ଅନୁସାରେ ଆମ ଧାନ ହଉଛି ସେନ ଆମର କୌଣସି ପ୍ରକାର ବିଷ ନଥିବ ଜୈବିକ ଜିନିଷରେ ବିଷ ନାହିଁ ଜିନିଷଟା ବିକ୍ରି କରିବା କେତେ ଦାମରେ କାକୁଡି ଚାଷ କରୁଛନ୍ତି କାଲି ସେ ଆପଣ କାଲି ମାର୍କେଟ ନେଇଯିବେ ମୁଁ ଜୈବିକ ନେଇଯିବି ଆପଣ ନେଇଯିବେ ରାସାୟନିକ କେହି ନବନି ଆପଣ ରାସାୟନିକର ପକେଇ କରୁଛନ୍ତି 15 ଟଙ୍କା ମୋର କେଜି
ମୁଁ ଯେମିତି କରି ନେଇଯିବି ମୋର 30 ଟଙ୍କା କେଜି କିନ୍ତୁ ଆପଣଙ୍କର ସାଇଜ୍ ଥିବ ମୋର ବେସାଇଜ୍ ଥିବ ବେସାଇ ସବୁ ନିହାତି ଥିବ ତାକୁ ନବ କି ତା ପରିବାରଟା ବଞ୍ଚିବ କେମିତି ଆଗେ ଏଇ ବାଟ ଠିକ କଥା, ମୁଁ ମାନୁଛି, ମୁଁ ମନା କରୁ। କୁହନ୍ତୁ। ମୋର କହିବା କଥା ହଉଛି ଆପଣ ଆପଣଙ୍କ ପାଇଁ ଅଲଗା ପରିବା ଚାଷ କରୁଛନ୍ତି, କରୁନାହାନ୍ତି? ବା ଆପଣ, ମୁଁ ଜାଣିଛି ଲୋକ କିଛି କହନ୍ତି ଯେ ଏଇ କେସରେ ଆମର ଖାଇବା ପାଇଁ ତ ଟିକେ କମ୍ ବିଷ ମାରିବା, କଳା ଚମ୍ପା ଅନ୍ୟ ଆରଟା ଯୋଉଟା ଦିଆଯିବ ମାଇ ମଣ୍ଡିଆ ଆଉ ଇଏ ସେଟା ହେଲା ସରକାରଙ୍କୁ ଦଉଛେ ମାର ବିଷ ହେଲା। ଏବେ କିନ୍ତୁ ପରିବା କ୍ଷେତ୍ରରେ ଚଡ଼ରେ ଆମେ ଯାଇଥିଲୁ ଦେଖିଲୁ ମାନେ ମାରି ଦଉଛନ୍ତି ସାଙ୍ଗେ ସାଙ୍ଗେ ସେଗୁଡ଼ା କଣ ଝାଇଁ ଝାଇଁ ଡାକୁଛି ମାନେ ସେ ବିଷ ହେଲା। ଆପଣ କଣ ସବୁଦିନ ଆପଣଙ୍କ ଧାନ ଆଉ ପରିବା ଖାଇପାରିବେ କି? ଆପଣ ବିଷ ଖାଉଛନ୍ତି। ହଁ, ମୋର କହିବା କଥା ହଉଛି ମୁଁ ବିଷର ମାତ୍ରାକୁ କମେଇବା ପାଇଁ ପ୍ରୟାସ ତ କରିବିନି, କାହିଁକିନା ମୋର କଥା କିଛି ଜିନିଷରେ ଯୋଉଥିରେ ଆମକୁ ଅତି ଦେହ ଖରାପ ହଉଛି, ଯେମିତି ତେଲ ହେଲା, ଚାଉଳ ହେଲା, କିଛି ମେଜର ପରିବା ଯୋଉ ଡାଲିଟା କି ସେଥିରେ କଞ୍ଚା କଦଳୀ, ପପୟା ବା ଅନ୍ୟ ସବୁ ଜିନିଷ ହଉ କି କିଛି ତ ନିରୋଗ ରହିବା ପାଇଁ ଚେଷ୍ଟା କରିପାରିବ। ସେଗୁଡ଼ାକ ଯାହା ବାଡ଼ିକି ଘରେ ଗୋଟେ ଛୋଟିଆ କଥାଟେ କହୁଛି, ଆପଣଙ୍କର ସେ ଲୋକ ନା କଣ ଯାହାଙ୍କର ଏଇ ଯୋଉ ଗୁଡ଼ ଫୁଲିଥିଲା ଏଇ ସମୁଦାୟ ସମବେଳା ମତେ ଅରବିନ୍ଦ ଭାଇ ଫୋନ କଲେ ଯେ କହିଲେ ଆମେ ଟିକେ ଗାଡ଼ିଟା ଟିକେ ନେଇଯିବା, ତାଙ୍କ ଏ ପୁଅ ତ ବାହାରେ ଅଛି, ନେଇଗଲେ କାନ୍ଦା କାଟା କଲେ, ଚିଡ଼ଚିଡ଼ା ହେଲେ, ଗୁଡ଼ ଫୁଲି ଯାଇଥିଲା। ଆକାଶ ମନ୍ତ୍ରୀ କଣ ଲାଗିଲା, କହିଲେ ମୋ କିଡନୀ ବୋଧେ ଫେଲିୟର ହେଇଗଲା, କାନ୍ଦା କାଟା ନେଇଗଲି ଚଡ଼ାଫଡ଼ା କରି। ଏବେ ତାଙ୍କୁ ଦେଖିଛନ୍ତି 8-10 ଦିନ ଭିତରେ କେବଳ କୌଣସି ମେଡିସିନ ନୁହଁ, କେବଳ ଖାଇବା ଚେଞ୍ଜ କରିକି ସେଦିନ ମତେ ଭେଟିବା ପାଇଁ 2 କିଲୋମିଟର ଚାଲି ଚାଲି ପଳେଇ ଆସିଛନ୍ତି। କହିଲେ ପୁଅ ଭଲ ହେଇଗଲି, ଆଉ ମେଡିସିନ ଖାଇବି ନାହିଁ। କଣ ସେ ଜଣେ ଡାକ୍ତର ସିଙ୍ଗାପୁରରେ କଣ କହିଲା, କହିଲା ତମେ ଗୋଟେ କାମ କର, ତାଙ୍କୁ କୁହ ଏଇ 10-15 ଦିନ ଭାତ ନ ଖାଇଲେ ଭଲ, ଯଦି ଖାଇବେ ଅଳ୍ପ ଟିକେ ଖାଇବେ, ଚକଡ଼ ବାଲା ଚାଉଳ, ଆଉ ସକାଳୁ ମେଞ୍ଚେ ସାଲାଡ ଖାଆନ୍ତୁ ହେଲା, ପାଣି କଖାରୁ। 8-10 ଦିନ ଯାଇକି ବୁଢ଼ା ଚାଙ୍ଗା ହେଇକି ବୁଲୁଛି, କିଛି ମେଡିସିନ ନାହିଁ ହେଲା, ନହେଲେ ବର୍ତ୍ତମାନ ଗୁଡ଼ାଏ ପଇସା ଖର୍ଚ୍ଚ ହେଇଥାନ୍ତା। ମୋର କହିବା କଥା ହଉଛି ଏଇ ଯୋଉ ପ୍ରୟାସଟା ଆମେ କଲୁ ଏଇଟା ଭଲ ନା ଖରାପ? ନା କହିଲେ ଭାଇ ମରିବ ତମେ ମର, ମୋ କଥାଟା ଶୁଣନ୍ତୁ। ଆମେ, ମୁଁ ସରକାରଙ୍କର ପ୍ରତିନିଧି ନୁହେଁ, ମୁଁ ଆପଣଙ୍କ ଭଳି ଜଣେ ଲୋକ। ମୋର ନିଜେ, ମୁଁ ମାଛ, ମାଂସ, ପିଆଜ ରସୁଣ ଖାଇନି। ମୋ ବାପା 71 ବର୍ଷରେ ଚାଲିଗଲେ, ବୁଝିଲେ, ସେ ବି ବୈଷ୍ଣବ ଥିଲେ, ମାଛ ଖାଆନ୍ତି। ମୋର କହିବା କଥା ହଉଛି ମୁଁ ଯେତେବେଳେ 31 ବର୍ଷର ଥିଲି ସେତେବେଳେ ଏଇ ଟାଇପର ବିଷ ଖାଦ୍ୟ ଭୁବନେଶ୍ୱରରେ ଖାଇ ଖାଇକା ମୋର ବି କୋଲେଷ୍ଟ୍ରୋଲ ବଢ଼ିଗଲା, ଏସବୁ ବଢ଼ିଗଲା। ମୁଁ ସେଇଠୁ ଚିନ୍ତା କଲି ଯେ ମତେ ଆଉ ଏଇଠି ରହିକି ପଇସା କମେଇକି ବିଷ ଖାଦ୍ୟ ନ ଖାଇକି କିଛିଟା ଜିନିଷକୁ ଯଦି କରିପାରିବି, ଏଇ କଥା ଚିନ୍ତା କଲି, ବୁଝୁଛନ୍ତି କି ନାହିଁ? ସେଇ ଦୃଷ୍ଟିରୁ ମୋର କହିବା କଥା ହଉଛି ଆଜି ଆପଣଙ୍କ ଘରେ ଭଗବାନ ନ କରନ୍ତୁ ଯେ କାହିଁ କ୍ୟାନ୍ସର ଲୋକ ନଥାନ୍ତୁ, ଘରେ କ୍ୟାନ୍ସର ହେଲା ମାନେ ବଂଶ 14 ବର୍ଷ ଯେତେ ସମ୍ପତ୍ତି ଯିବ, ବୁଝିଲେ କି ନାହିଁ? ସେତେବେଳେ ଆପଣ କେବଳ ବଞ୍ଚିବା ପାଇଁ ସଂଘର୍ଷ କରିବେ ହେଲା, ବୁଝୁଛନ୍ତି କି ନାହିଁ? ତେଣୁ ଆମେ କିଛି ପରିବର୍ତ୍ତନର କଥା ଚିନ୍ତା କରିପାରିବା କି ହେଲା, ଏଇଟା ହଉଛି ପ୍ରଶ୍ନ ହେଲା। କିଏ କୋଉଟା କରିବ ମୁଁ ଜାଣି ନାହିଁ। ଯେମିତି ଜଣେ ଭାଇ କହିଲେ ଯେ ଚାଷୀ ମାନଙ୍କୁ ବି ଭତ୍ତା କରିଦେଇଛୁ, ସେଇଟାକୁ ନେଇକି ପ୍ରାଇସ୍, ପେନସନ ଆଉ ପ୍ରେଷ୍ଟିଜ ଅକ୍ଷୟ ଭାଇ ଯୋଉ